ଗନ୍ଥାଘର ପାଲଟିଛି ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ। ରାୟଗଡ଼ା ଜିଲ୍ଲା ଗୁଣପୁରର ସମନ୍ୱିତ ଶିଶୁ ବିକାଶ ବିଭାଗର ଅଧିକାରୀ ସୁଶ୍ରୀ ସୁଷମା ପ୍ରସାଦଙ୍କ ଅଜବ ଗଜବ ଆଚରଣ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଭାଳେଣୀର କାରଣ ହୋଇଛି। ସମ୍ପୃକ୍ତ ଅଧିକାରୀଙ୍କ ସମ୍ମୁଖରେ ଜି ହଜୁରୀ କରିବା ନଚେତ୍ ବିଭିନ୍ନ ଆଳରେ ଆକ୍ରୋଶମୂଳକ ଭାବେ ଗାଳି ଗୁଲଜର ଶିକାର ହେବା ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଦେହ ସୁଆ ହୋଇଯାଇଛି। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ହୋଇଥିବା ନିଷ୍ପତ୍ତି ପରେ ଅଙ୍ଗନବାଡ଼ିମାନେ ମିନି ଅଙ୍ଗନବାଡ଼ିରୁ ଉତ୍ତୀର୍ଣ୍ଣ ହେବା ନିମନ୍ତେ ଭଡ଼ା ସୂତ୍ରରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କ ଭଡ଼ା ଭତ୍ତା ପାଇବା, ଚାକିରି ସମୟର ଓ ଛୁଟିକାଳୀନ ନିର୍ଦ୍ଧାରିତ ଦରମା ଇତ୍ୟାଦି ପାଇବାରେ ଲାଞ୍ଚ ନଦେଲେ ଘୁଞ୍ଚି ପାରୁନି ଫାଇଲ। ସରକାରଙ୍କ ନିଷ୍ପତ୍ତି ପ୍ରକାରେ ମିନି ଅଙ୍ଗନବାଡ଼ିଗୁଡ଼ିକୁ ଉତ୍ତୀର୍ଣ୍ଣ କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀ ମହୋଦୟା ସୁପରଭାଇଜରମାନଙ୍କ ଜରିଆରେ ଗୋଟିଏ ଲେଖାଏଁ ଅଙ୍ଗନବାଡ଼ି କର୍ମୀଙ୍କଠାରୁ 5ରୁ 10 ହଜାର ଟଙ୍କା ଆଦାୟ କରୁଥିବା ଅଙ୍ଗନବାଡ଼ି କର୍ମୀମାନେ ନିଜ ନାମକୁ ଗୋପନ ରଖି ଅଭିଯୋଗ କରିଛନ୍ତି। ପରୋକ୍ଷ ଭାବରେ ସୁପରଭାଇଜରମାନଙ୍କୁ ଏନେଇ ଆମ୍ ପ୍ରତିନିଧି ପ୍ରଶ୍ନ ପଚାରିବାରୁ ସେମାନେ ଅଧିକାରୀଙ୍କ ହାତ ବାରିସି ବୋଲି ନିଜକୁ ମତ ଦେଇଛନ୍ତି। ନିଜ ଭବିଷ୍ୟତ ଅନ୍ଧାର ହୋଇଯିବା ଭୟରେ ଅଙ୍ଗନବାଡ଼ି କର୍ମୀମାନେ ଋଣ ବୋଝ ଉଠାଇ ସୁପରଭାଇଜରମାନଙ୍କ ଜରିଆରେ ସିଡିପିଓ ମହୋଦୟାଙ୍କୁ ଲାଞ୍ଚ ଦେଉଥିବା କହିଛନ୍ତି। ଏହି କରିତକର୍ମା ସିଡିପିଓ ମହୋଦୟା ପୂର୍ବରୁ କାର୍ଯ୍ୟରତ ଥିବା ସ୍ଥାନରେ ଦୁର୍ନୀତି ଅଭିଯୋଗରେ ସସ୍ପେଣ୍ଡ ହୋଇଥିବା ଖବର ମିଳିଛି। କିନ୍ତୁ ବର୍ତ୍ତମାନ ଦୁର୍ନୀତି କରିବାର ଏକ ସୁନ୍ଦର ଉପାୟକୁ ବାଛି ନେଇ ସୁପରଭାଇଜରମାନଙ୍କ କାନ୍ଧରେ ବନ୍ଧୁକ ରଖି ଅଙ୍ଗନବାଡ଼ି କର୍ମୀମାନଙ୍କୁ ଶିକାର କରିଥିବା ସମସ୍ତ କର୍ମୀ ଓ ବିଭାଗୀୟ ଅଧିକାରୀମାନେ ଆଲୋଚନା କରୁଛନ୍ତି। ସମ୍ପୃକ୍ତ ଘଟଣାବଳୀରେ ଶିକାର ହୋଇଥିବା ଅଙ୍ଗନବାଡ଼ି କର୍ମୀମାନେ ଗଣମାଧ୍ୟମ ସମ୍ମୁଖକୁ ଆସି ଅଭିଯୋଗ କରିବା ଇଚ୍ଛା ରଖିଥିଲେ ମଧ୍ୟ ପୂର୍ବରୁ କିଛି ଅଙ୍ଗନବାଡ଼ି କର୍ମୀ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଥିବା ଯୋଗୁଁ ସେମାନଙ୍କ ଦୀର୍ଘ ଦିନର ଦରମା ବନ୍ଦ ହୋଇଥିବା କାରଣରୁ ଅଙ୍ଗନବାଡ଼ି କର୍ମୀମାନେ ଆତଙ୍କିତ ହୋଇ ନିଜ ଦୁଃଖ କାହାରିକି କହି ପାରୁନାହାନ୍ତି। ଏ ସମ୍ପର୍କରେ ସିଡିପିଓ ମହୋଦୟଙ୍କୁ ପଚରାଯିବାରୁ ସେ ପ୍ରତିକ୍ରିୟା ରଖିବାକୁ ମନା କରିଥିଲେ। ଅନ୍ୟପକ୍ଷରେ ଏହି ଘଟଣାବଳୀର ପୁଙ୍ଖାନୁପୁଙ୍ଖ ତଦନ୍ତ ଜିଲ୍ଲାପାଳ ନିଜେ କରିବା ଦରକାର ବୋଲି ରାୟଗଡ଼ା ଜିଲ୍ଲା ବିକାଶ ପରିଷଦର ଆବାହକ ତଥା ଅଙ୍ଗନବାଡ଼ି କର୍ମୀମାନଙ୍କ ସଂଘ ଉପଦେଷ୍ଟା ପ୍ରଦୀପ କୁମାର ଦାସ ମତ ପ୍ରକାଶ କରିଛନ୍ତି। ଗୁଣପୁରରୁ ପେଦିନା ସନ୍ତୋଷଙ୍କ ରିପୋର୍ଟ, ମାନବାଧିକାର ନ୍ୟୁଜ୍ ଇଣ୍ଡିଆ।